ସ୍ୱତଃପ୍ରଭୂତ ସମସ୍ତେ ଆଜି ଆସିଛନ୍ତି ନବୀନ ପଟ୍ଟନାୟକର ଗୋଟେ ଡାକରାରେ। ଆଠୁ ବଡ଼ ଉପଲବ୍ଧି ଆଉ କିଛି ନାହିଁ। କାରଣ ଦେଖନ୍ତୁ ସାରା ଭାରତ ବର୍ଷରେ ଅନ୍ୟ ରାଜ୍ୟମାନଙ୍କରେ ଯେତେବେଳେ ଦରଦାମ ସ୍ଥିର ଅଛି, ଓଡ଼ିଶାରେ ଦରଦାମ ବୃଦ୍ଧି କ'ଣ ପାଇଁ? ତା ଉପରେ 6 ମାସ ହେଇଗଲା ସରକାର କିନ୍ତୁ ଏପର୍ଯ୍ୟନ୍ତ ତାପରେ ଲଗାମ ଦେଇପାରୁନାହାନ୍ତି। ତ ଲୋକମାନେ ମଧ୍ୟ ବ୍ୟତିବ୍ୟସ୍ତ ହୋଇଗଲେଣି। ତେଣୁ ସେଆକୁ ପ୍ରତିବାଦ କରିବା ପାଇଁ ମାନ୍ୟବର ସଭାପତି ନବୀନ ପଟ୍ଟନାୟକ ଡାକରାରେ ଆଜି ଆନ୍ଦୋଳନ ଆରମ୍ଭ ହୋଇଥିଲା। ଆମେ ଆନ୍ଦୋଳନକୁ ଓହ୍ଲେଇଥିଲୁ। ଏ ଆନ୍ଦୋଳନ ଏବେଠୁ ଚାଲିବ। ଦାୟୀ କରୁଛନ୍ତି ଯେ ଓଡ଼ିଶାରେ ପୂର୍ବତନ ସରକାର ଯୋଉଥିଲେ 24 ବର୍ଷ ସରକାର ନିଜ ସବୁ ଜିନିଷ ଉପରେ ଅନ୍ୟ ରାଜ୍ୟ ଉପରେ ଡିପେଣ୍ଡ ତ ସେମାନଙ୍କ ପାଇଁ ଏଇ 1,16,000 କୋଟି 24 ବର୍ଷରେ ଥିଲା ଲୋନ୍, ତାକୁ କମେଇ କମେଇ ଆମେ ଆଣିଥିଲୁ 92,000 କୋଟି। ପର କ୍ୟାପିଟା ଯୋଉ ଲୋନ୍ ଥିଲା ତାକୁ ମଧ୍ୟ ଆମେ କମେଇକି ଆଣିଥିଲୁ। ଏମାନେ 3 ବର୍ଷ 6 ମାସରେ ଶାସନ କରୁଛନ୍ତି, ଏମାନେ 34,500 କୋଟି ଟଙ୍କା ଲୋନ୍ କରୁଛନ୍ତି। এবং যদি লোন করছে লোক তো সুবিধা কে পাউনাহাନ୍ତି, ତା ଦରଦାମ ସ୍ଥିର କାଇଁ ରହୁନି? ପୂର୍ବ ସରକାର ସୁଶାସନ ଦେଇଥିଲା। ଲୋନ୍ର ଭାର ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ସାରା ଭାରତବର୍ଷରେ ଯିଏକି ଅନ୍ୟ ରାଜ୍ୟ ଯେତେବେଳେ ବଢ଼ି ବଢ଼ି ଉତ୍ତରପ୍ରଦେଶ 7 ଲକ୍ଷ କୋଟି ଟଙ୍କା ଲୋନ୍, ଓଡ଼ିଶା ତ ଲୋନ୍ କମେଇଥିଲା। ଏ ହେଉଛି ଉପଲବ୍ଧି ନବୀନ ପଟ୍ଟନାୟକ ସରକାର। ତ ତମେ ବର୍ତ୍ତମାନ ଯୋଉ ପ୍ରକାର ଆଖି ବୁଜା ଲୋନ୍ କରୁଛ କିନ୍ତୁ ଦରଦାମ ସ୍ଥିର ନାହିଁ, ଲୋକମାନେ ତ ହାଣ୍ଡିଶାଳରେ ବର୍ତ୍ତମାନ ମାଡ଼ ହେଲାଣି, ଲୋକମାନେ ବ୍ୟତିବ୍ୟସ୍ତ। ତ ପୂର୍ବ ସରକାରକୁ ଦୋଷ ଦେଲେ କ'ଣ ହବ? 6 ମାସ ଭିତରେ ତମେ କ'ଣ ଆଳୁ ରେଟ୍ଟା ସ୍ଥିର ରଖିପାରିବନି? ପିଆଜ ରେଟ୍ ରହିପାରିବନି? ତେଲ ରେଟ୍, ଡାଲି ସବୁ ଜିନିଷର ଦରଦାମ ବୃଦ୍ଧି କ'ଣ କରିବ? ଏ ହେଲା କଥା।